ଆପଣଙ୍କର ଯଦି ମିଥୁନ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି ନୂତନ ବର୍ଷ 2026ରେ ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଅଛି ଏବଂ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ଆପଣଙ୍କର ଯେଉଁ ବାଧାବିଘ୍ନ ଆସୁଥିଲା ସେଥିରୁ ମଧ୍ୟ ପାର ପାଇବାକୁ ଯାଉଅଛି। ତେଣୁ ଆପଣ ଯଦି ମିଥୁନ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ତା ସହିତ କମେଣ୍ଟରେ ଜୟ ମହାଦେବ ନିଶ୍ଚୟ ଲେଖନ୍ତୁ। ଦେଖନ୍ତୁ, ପ୍ରଥମତଃ ମିଥୁନ ରାଶିର ଅଧିପତି ହେଉଛନ୍ତି ବୁଧ ମହାଗ୍ରହ, ଯାହାକି ଆପଣଙ୍କର ପଞ୍ଚମ ଭାଗରେ ଗୋଚର କରିଛନ୍ତି ଏବଂ ଏହି 2026ରେ ଆପଣଙ୍କର ଅଧିପତି ପଞ୍ଚମ ଭାଗରେ ମଧ୍ୟ ରହିବେ। ଫଳରେ କି ଆପଣଙ୍କର ଯେଉଁ ବାଧାବିଘ୍ନ ଆସୁଥିଲା ତାହାକୁ ଦୂର କରାଇବେ। ପଞ୍ଚମ ଭାଗରେ ବୁଧ ମହାଗ୍ରହ ଆପଣଙ୍କର ଖାସ କରି ସ୍ୱାସ୍ଥ୍ୟ କ୍ଷେତ୍ରକୁ ଧ୍ୟାନ ଦେଇଥାନ୍ତି ଏବଂ ଆପଣଙ୍କର କ୍ୟାରିୟର ଲଭ୍ ଲାଇଫ୍ କ୍ଷେତ୍ରରେ ମଧ୍ୟ ବହୁତ ମାତ୍ରାରେ ବୁଧ ମହାଗ୍ରହଙ୍କର ଯୋଗଦାନ ରହିଅଛି। ଖାସ କରି ଆପଣଙ୍କର ଯଦି କୌଣସି ଚାକିରି ପାଇଁ ପ୍ରିପାରେସନ୍ ହେଉଥିଲେ କିମ୍ବା ଆପଣଙ୍କୁ କୌଣସି ବିଜନେସ୍ର ମଧ୍ୟ ଅପରଚ୍ୟୁନିଟି ମିଳୁନଥିଲା, ଦେଖିବେ ବହୁତ ମାତ୍ରାରେ ଆପଣଙ୍କର ଏହାର ଫାଇଦା ମିଳିବ। କାରଣ ଆପଣ ଯଦି କୌଣସି ପ୍ରିପାରେସନ୍ କରୁଥିଲେ ଚାକିରି କ୍ଷେତ୍ର ପାଇଁ ତେବେ ଦେଖିବେ ଆପଣଙ୍କୁ ଚାକିରି ମିଳିବାର ବହୁତ ମାତ୍ରାରେ ଆପଣଙ୍କୁ ସୁଯୋଗ ମିଳିବ ଏବଂ ଆପଣ କୌଣସି ବିଜନେସ୍ କରୁଥାନ୍ତି, ଏଣ୍ଟରପ୍ରେନ୍ୟୁର୍ସ ବନିବାକୁ ଚାହୁଁଥାନ୍ତି, ଦେଖିବେ ଆପଣଙ୍କୁ ବହୁତ ମାତ୍ରାରେ ମଧ୍ୟ ଆପଣଙ୍କୁ ଅପରଚ୍ୟୁନିଟି ଆସିବ ଏବଂ ବିଜନେସ୍ରେ ବହୁତ ମାତ୍ରାରେ ଆପଣଙ୍କର ଲାଭ ହେବ। ଆପଣଙ୍କର ଲଭ୍ ଲାଇଫ୍ କ୍ଷେତ୍ରରେ, ପାରିବାରିକ କ୍ଷେତ୍ରରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯେଉଁ ବାଦ ବିବାଦ ସୃଷ୍ଟି ହେଉଥିଲା, ଆପଣଙ୍କର ପରିବାର କ୍ଷେତ୍ରରେ ଆପଣଙ୍କର ଯେଉଁ ଅଶାନ୍ତି ଲାଗି ରହୁଥିଲା ସେଥିରେ ମଧ୍ୟ ଦୂର ହେବ। ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ପରିବର୍ତ୍ତନ ଆସିବ। ବାକି ରହିଲା ଯଦି ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ, ତେବେ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଆପଣଙ୍କର ବହୁତ ମାତ୍ରାରେ ପରିବର୍ତ୍ତନ ଆସିବ। ଖାସ କରି ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ରହୁଥାଏ ଏବଂ ଆପଣଙ୍କର ଡାଇବେଟିସ୍ ଜନିତ ସମସ୍ୟା ରହିଥାଏ। ତାହା ସହିତ ଆପଣଙ୍କର ଶ୍ୱାସ ଜନିତ ସମସ୍ୟା ମଧ୍ୟ ରହିଅଛି, ଯାହା ମିଥୁନ ରାଶିର ବ୍ୟକ୍ତିବିଶେଷମାନଙ୍କୁ ବହୁତ ଆଘାତ କରିଥାଏ। କିନ୍ତୁ ଏହି ସ୍ୱାସ୍ଥ୍ୟ ଜନିତ ସମସ୍ୟା ବହୁତ ମାତ୍ରାରେ ସ୍ଥିର ହେବାକୁ ଯାଉଅଛି। ଏହି 2026 ବର୍ଷ ଠାରୁ ଆପଣଙ୍କର ସ୍ୱାସ୍ଥ୍ୟ ବହୁତ ମାତ୍ରାରେ ସୁସ୍ଥ ହେବାକୁ ଯାଉଅଛି। ଆପଣଙ୍କର ସ୍ୱାସ୍ଥ୍ୟ ଭିତରେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁତ ମାତ୍ରାରେ ପରିବର୍ତ୍ତନ ମଧ୍ୟ ଆସିବ। ତେଣୁ ଆପଣଙ୍କ ଯେ ଗୋଟେ ମାତ୍ର କାର୍ଯ୍ୟ କରନ୍ତୁ, ଆପଣଙ୍କ ଇଷ୍ଟ ଦେବତା ହେଉଛନ୍ତି ମହାଦେବ। ଯେତେ ମାତ୍ରାରେ ପାରୁଛନ୍ତି ଯେକୌଣସି ସୋମବାର ହେଉନା କାହିଁ ଆପଣ ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ, ଜଳସାଇ କରନ୍ତୁ ଏବଂ ଆପଣଙ୍କ ନାଁରେ ବେଲପତ୍ର ମଧ୍ୟ ଚଢ଼ାନ୍ତୁ। ଦେଖିବେ ବହୁତ ମାତ୍ରାରେ ଆପଣଙ୍କୁ ମହାଦେବଙ୍କର ଆଶୀର୍ବାଦ ରହିବ। ତାହା ସହିତ ଯଦି ଆପଣଙ୍କୁ ସମୟ ହେଉଛି ତେବେ ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ। ହନୁମାନ ଚାଳିଶା ପାଠ କରିବା ଦ୍ୱାରା ମଧ୍ୟ ଆପଣଙ୍କର ଜ୍ଞାନ, ବୁଦ୍ଧି, ବିବେକ ମଧ୍ୟ ବଢ଼ିବ। ଏବଂ ଆଉ ଗୋଟେ କଥା ମନେ ରଖନ୍ତୁ, ଆପଣଙ୍କର ବହୁତ ମାତ୍ରାରେ ମହାଦେବଙ୍କର ଆଶୀର୍ବାଦ ରହିଅଛି। ତେବେ ଆପଣ ମହାବୀର ମନ୍ଦିରକୁ ମଧ୍ୟ ଯାଆନ୍ତୁ ଏବଂ ମହାଦେବ ମନ୍ଦିରକୁ ମଧ୍ୟ ଯାଆନ୍ତୁ। ଆପଣଙ୍କର ଯଦି ଦେବଗୁରୁ ବୃହସ୍ପତିଙ୍କୁ ଦେଖିବା ତେବେ ଦେବଗୁରୁ ବୃହସ୍ପତି ଆପଣଙ୍କର ନବମ ଘରେ ଅଛନ୍ତି, ଯାହାକି ଆପଣଙ୍କ ପାଇଁ କୌଣସି ଅଶାନ୍ତିର କାର୍ଯ୍ୟକ୍ରମ କରିବେ ନାହିଁ କିମ୍ବା ଆପଣଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ କରାଇବେ ନାହିଁ, ଯାହା ଆପଣଙ୍କର କିଛି ଆଘାତ କରିବେ ନାହିଁ। କିନ୍ତୁ ଦେବଗୁରୁ ବୃହସ୍ପତିଙ୍କ ଫଳରେ ଆପଣଙ୍କୁ କ୍ୟାରିୟର କ୍ଷେତ୍ରରେ ବହୁତ ମାତ୍ରାରେ ଆହୁରି ଅପରଚ୍ୟୁନିଟି ମିଳିବ। ଆପଣଙ୍କୁ ଚାକିରି ଯଦି କରିଥାନ୍ତି ତେବେ ଚାକିରି ମଧ୍ୟ ପ୍ରମୋସନ୍ ହୋଇପାରେ। ଏବଂ ଶନି ଆପଣଙ୍କର ଅଷ୍ଟମ ଅଛନ୍ତି, ଅଷ୍ଟମ ଘରେ ଅଛନ୍ତି, ଯାହାକି ପୂର୍ବ ପରି ଆପଣଙ୍କର 2026 ଠିକ୍ 6 ମାସ ପରେ ଆପଣଙ୍କର ସପ୍ତମ ଘରକୁ ଆସିଯିବେ ଏବଂ ସପ୍ତମ ଘରକୁ ଆସିଯିବା ଫଳରେ ଆପଣ କୌଣସି ନୂତନ ଗୃହ ମଧ୍ୟ ନିର୍ମାଣ କରିପାରନ୍ତି, କୌଣସି ଜମି ମଧ୍ୟ କ୍ରୟ କରିପାରିବାର ସୁଯୋଗ ରହୁଛି। ଆପଣଙ୍କୁ କୌଣସି ପୈତୃକ ସମ୍ପତ୍ତିର ମଧ୍ୟ ପ୍ରାପ୍ତ ହେବାର ସୁଯୋଗ ରହୁଛି। ତେଣୁ ଆପଣଙ୍କୁ ଶନିଙ୍କର ବିଶେଷ ମାତ୍ରାରେ ଆପଣଙ୍କ ଉପରେ ଆଶୀର୍ବାଦ ରହିବ ଏବଂ ଶନିଙ୍କର ମଧ୍ୟ ଆପଣଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଶନି ଆପଣଙ୍କର 7.5 ଘରରୁ ଯେତେବେଳେ ରହିବେ, 8.5 ଘରରୁ ଯେତେବେଳେ ଆପଣଙ୍କର ସପ୍ତମ ଭାଗକୁ ଆସିଯିବେ, ତେବେ ସେତେବେଳେ ଆପଣଙ୍କର ଜୀବନରେ ବହୁତ ମାତ୍ରାରେ ପରିବର୍ତ୍ତନ ଆସିଯିବ ଏବଂ ଶନିଙ୍କର ପରିବର୍ତ୍ତନ ଆସିଲା ଫଳରେ ଆପଣଙ୍କର ଜୀବନଟି ବହୁତ ମାତ୍ରାରେ ସୁଧାର ପାଇବ। ତେଣୁ ଆପଣ ଗୋଟିଏ କାର୍ଯ୍ୟ କରନ୍ତୁ,
प्रत्येक शनिवार दिन ओम शनिश्चराय नम जप करंतु देखिए बहुत मात्रा आपंकर मंगल घटिब एवं आपण जीवन में बहुत मात्रा परिवर्तन आसब। तेणु आपण यदि मिथुन राशि व्यक्ति विशेष होता तेज आपण तो यह 2026 बहुत मात्रा उन्नति कर आपण उन्नतमय हो तेबे आपण जदि मिथुन राशि व्यक्ति विशेष होता ईश्वर को सच्चा हृदय विश्वास करूँ तेरे वीडियो को लाइक करने सह चैनल को सब्सक्राइब निश्चय करूँ। ता सहित कमेंट जय महादेव निश्चय लिखंतु। रहुछि धन्यवाद। जय जगन्नाथ।